ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ଆମ କାମ କ'ଣ? ଆଚ୍ଛା, ଆଜି ଆମେ ଜାଣିବା ଓଡ଼ିଆ ଭାଷା ଭିତରେ ଲୁଚି ଅଛି କିଏ। ଆଜି ଆମେ ସବୁ ସିବିଆଇ ଅଫିସର। ଦେଖୁଛ ଉଦାହରଣଟି, ରାମ ଅରୁଆ ଚାଉଳ ଭାତ ଖାଇଲା, ପରେ ସ୍କୁଲ ଗଲା, ରାସ୍ତାରେ ଦରଖାସ୍ତ ଦେଲା ଓ ଚନ୍ଦ୍ର ଦେଖି ଘରକୁ ଫେରିଲା। ଓଡ଼ିଆ ଭାଷା ଭିତରେ ଲୁଚି ଅଛି ସଂସ୍କୃତ, ପାର୍ସୀ, ଇଂରାଜୀ ଓ ଦେଶଜ ଶବ୍ଦ, ଯେମିତିକି ଅରୁଆ ଚାଉଳ, ସ୍କୁଲ, ଦରଖାସ୍ତ, ଚନ୍ଦ୍ର। ଆଜି ଆମେ ଏସବୁର ରହସ୍ୟ ଉନ୍ମୋଚନ କରିବା ଆଉ ଏକ୍ଜାମରେ 5 ମାର୍କ ପକ୍କା ହିଁ କରିବା। ତାହେଲେ ଚାଲନ୍ତୁ ଷ୍ଟାର୍ଟ କରିବା ଆଜିର ଆମର ପିଲାମାନେ ଶବ୍ଦ ବିଭାଗ, ଶବ୍ଦ ଓ ଶବ୍ଦ ବିଭାଗ। ଆଚ୍ଛା, ଆମେ ଶବ୍ଦ କାହା କହିବା? ତମେ ଯେମିତି ଜାଣିଛ, ଅର୍ଥବୋଧକ ଏକ ବା ଏକାଧିକ ବର୍ଣ୍ଣକୁ ଶବ୍ଦ କୁହାଯାଏ। ଯଦି କୌଣସି ଅର୍ଥ ପ୍ରକାଶ କରୁଛି, ଆମର ଯେଉଁ 50ଟା ବର୍ଣ୍ଣ ଅଛି ସେ ଭିତରୁ ଏମିତି ଧନ୍ୟ ଯେମିତି ମା କହିଲେ ଜନନୀକୁ ବୁଝେଇଲା, ଇଏ ଗୋଟେ ଅର୍ଥବୋଧକ ଶବ୍ଦ। ସେମିତି ଆମେ ଯଦି କହିବା କଟକ, ଏଠାରେ 3ଟା ବର୍ଣ୍ଣ ଅଛି, କ ଅଛି, ଟ ଅଛି, କ ଅଛି। କଟକ କହିଲେ ଗୋଟେ ସହରକୁ ବୁଝେଇଲା। ଯଦି କିଛି ଅର୍ଥବୋଧକ ଶବ୍ଦ ଅଛି, କିଛିଟା ବର୍ଣ୍ଣ ମିଶିକି ତାହାକୁ ଆମେ ଶବ୍ଦ କହିଯିବା। ଆଚ୍ଛା ଦେଖ ପିଲାମାନେ, ଏ ଯେଉଁ ଶବ୍ଦକୁ ଉତ୍ପତ୍ତି ଆଧାରରେ, ଗଠନ ଆଧାରରେ, ଅର୍ଥ ଓ ପ୍ରୟୋଗ ଅନୁସାରେ ଆର ବିଭାଗୀକରଣ କରାଯାଇଛି, ଶ୍ରେଣୀ ବିଭାଗ କରାଯାଇଛି। ଆମେ ବର୍ତ୍ତମାନ ପଢ଼ିବା ଉତ୍ପତ୍ତି ଆଧାରରେ ଶବ୍ଦର ବିଭାଗୀକରଣ ବା ଶ୍ରେଣୀ ବିଭାଗ। ଦେଖ, ଶବ୍ଦ 4 ପ୍ରକାର। କ'ଣ କ'ଣ? ନା ତତ୍ସମ ଶବ୍ଦ, ତଦ୍ଭବ ଶବ୍ଦ, ଦେଶଜ ଶବ୍ଦ ଏବଂ ବୈଦେଶିକ ଶବ୍ଦ। ଉତ୍ପତ୍ତି ଅନୁସାରେ ଏମାନଙ୍କୁ 4 ଭାଗରେ ବିଭକ୍ତ କରାଯାଇଛି। ଦେଖ, ଜାଣିବା ତତ୍ସମ କ'ଣ? ନା ତତ୍ ଯୁକ୍ତ ସମ ତତ୍ସମ, ତତ୍ ଯୁକ୍ତ ସମ ତତ୍ସମ। ତତ୍ ଅର୍ଥାତ୍ କ'ଣ? ତା ସହିତ। ସମ ଅର୍ଥାତ୍ ତମେ ଜାଣିଛ ସମାନ, ଅର୍ଥାତ୍ କାହା ସହିତ? ନା ଯିଏ ସଂସ୍କୃତ ସହିତ ସମାନ, ତାହାକୁ ଆମେ ତତ୍ସମ ଶବ୍ଦ କହିବା। ବା ଗୋଟିଏ ଅର୍ଥରେ କହିବାକୁ ଗଲେ ସଂସ୍କୃତ ଶବ୍ଦ ହିଁ ତତ୍ସମ ଶବ୍ଦ। ଆମେ ଯେଉଁ ଶବ୍ଦ ଆମେ ବ୍ୟବହାର କରୁଥିବା ଅବିକଳ ସଂସ୍କୃତ ଶବ୍ଦ ଗୁଡ଼ିକୁ ତତ୍ସମ ଶବ୍ଦ କୁହାଯାଏ। ଆମେ ଦୈନନ୍ଦିନ ଜୀବନରେ ବିଭିନ୍ନ ପ୍ରକାର ଶବ୍ଦ ବ୍ୟବହାର କରୁ। ସେ ଭିତରୁ ଯେଉଁ ଶବ୍ଦ ଗୁଡ଼ିକ ସଂସ୍କୃତରୁ ଅଣାଯାଇଛି ବା ସଂସ୍କୃତରେ ଯେଉଁ ଭଳିଆ ବ୍ୟବହାର କରାଯାଏ, ଓଡ଼ିଆ ଭାଷାରେ ସେଇଭଳିଆ ବ୍ୟବହାର କରାଯାଇଛି, ତାହାକୁ ଆମେ ତତ୍ସମ ଶବ୍ଦ କହିବା। ଦେଖ, ଉଦାହରଣ ସ୍ୱରୂପ କ'ଣ କ'ଣ? ଯେମିତିକି ଆମେ ଓଡ଼ିଆରେ ମଧ୍ୟ ଡିଟୋ ସେମ୍ ଟୁ ସେମ୍ ବ୍ୟବହାର କରୁ। ପରୀକ୍ଷା ପାଇଁ ଉପଯୋଗୀ ପିଲାମାନେ RI ହଉ, ଓଷ୍ଟାଡ୍ ହଉ କିମ୍ବା ଓଡ଼ିଶା ପୋଲିସ ଏକ୍ଜାମ୍ ହଉ, ଏଥିରୁ ସିଓର 5 ମାର୍କ ଆସେ। ଯଦି ପିଲାମାନେ ତୁମକୁ ଭିଡ଼ିଓଟି ଭଲ ଲାଗୁଥିବ, ଦେନ୍ ଲାଇକ୍ କରିବ, ସବସ୍କ୍ରାଇବ୍ କରିବ, ଏମିତି ଆହୁରି ଅଧିକ ଭିଡ଼ିଓ ଆସିବ। ଦେଖ ପିଲାମାନେ, ଉଦାହରଣ କ'ଣ? ଔଷଧ ଆମେ ବ୍ୟବହାର କରୁ। ଆମର ଓଡ଼ିଆ ଭାଷାରେ ମଧ୍ୟ ଇଏ ଗୋଟେ ସଂସ୍କୃତ ଶବ୍ଦ। ଔଷଧ, ସୂର୍ଯ୍ୟ, ଇଏ ଗୋଟେ ପ୍ରାୟ ପରୀକ୍ଷାରେ ଆସେ, ମନେ ରଖିଥିବ। ମୁଁ ପରୀକ୍ଷାରେ ଯେଉଁଗୁଡ଼ାକ ଆସେ ତାକୁ ଟିକ୍ କରିଦେଉଛି, ତୁମମାନେ ନୋଟ୍ ଡାଉନ୍ କରିକରି ଚାଲ। ଅଭିନୟ ସଂସ୍କୃତ ଶବ୍ଦ। ହସ, ପର୍ବତ, ପିତା, ମାତା, ବୃକ୍ଷ, ଗୁରୁ, ପୃଥିବୀ, ବର୍ଷ, ସୁଖ, ଦୁଃଖ, ସେବା, ଦୟା, ବର, କନ୍ୟା, ଭଗିନୀ, କବି, ଛବି, ଚୋର, ମୂର୍ଖ, ନଦୀ, ପୁଷ୍ପ, ସାଗର, ଗମନ, ପକ୍ଷୀ, ରୋଗ, ମଧୁର, ପାଠ, ମନ୍ଦିର, ଜଳ, ସଙ୍ଗୀତ। ଏଇଭଳିଆ କିଛି ଶବ୍ଦ ଦେଖିପାରୁଥିବ ତୁମମାନେ। ଆମେ ସଂସ୍କୃତ ଶବ୍ଦରୁ ଅବିକଳ ଓଡ଼ିଆ ଭାଷାରେ ବ୍ୟବହାର କରୁ। ସୁଖ ଶବ୍ଦଟି, ଦୁଃଖ ଶବ୍ଦଟି, ଦୟା, ଏସବୁ ଭାବନା। ସେମିତି ପିତା, ମାତା, ବର, କନ୍ୟା, ଭଗିନୀ, ଏଇସବୁ ଶବ୍ଦ ମଧ୍ୟ ଅବିକଳ ସଂସ୍କୃତରୁ ଆସେ। ସିମ୍ପଲ୍ ଭାବରେ ମନେ ରଖିବ ଯେ ସଂସ୍କୃତ ଶବ୍ଦର ଯେଉଁଟାରୁ ଓଡ଼ିଆରୁ ଆମେ କିଛି ତା'ର ବିକୃତି କରିନାହାନ୍ତି, ଅବିକଳ ରୂପେ ବ୍ୟବହାର କରୁଛନ୍ତି, ସିଏ ତତ୍ସମ ଶବ୍ଦ। ଏବେ ଧରିନିଅ ପରୀକ୍ଷାରେ ପଡ଼ିଲା ତୁମର ମୂର୍ତ୍ତିକା, ଏଇଟା ସଂସ୍କୃତ ଶବ୍ଦଟି, ତୁମେ ଜାଣିଛ ନା। ୟାକୁ ମୂର୍ତ୍ତିକାକୁ ଓଡ଼ିଆରେ ଆମର ବିଭିନ୍ନ ପ୍ରକାର ଜିଓଗ୍ରାଫି ବହିରେ ଲେଖା ହେଇଛି, ମୂର୍ତ୍ତିକା ଶବ୍ଦଟି ବ୍ୟବହାର ହେଇଛି। ଆମେ ମୂର୍ତ୍ତିକାକୁ ଓଡ଼ିଆରେ କ'ଣ କହୁ? ନା ମାଟି କହୁଛୁ ନା, ମାଟି ବୋଲି। ମାଟିଟା ହେଲା ଆମ ନିଜସ୍ୱ ଭାଷାରେ ତିଆରି ହୋଇଥିବା ଶବ୍ଦଟିଏ, କିନ୍ତୁ ମୂର୍ତ୍ତିକା ହେଲା ସଂସ୍କୃତ। ଆମେ ୟା ସହିତ ୟାକୁ ମଧ୍ୟ ବ୍ୟବହାର କରୁ। ତ ଯେତେବେଳେ ତୁମେ ଜାଣି ଦେଉଛ ଯେ ୟାର ଆଉ ଗୋଟିଏ ରୂପ ଅଛି ଯାହା ଓଡ଼ିଆ ଭାଷାରେ ବ୍ୟବହାର ହେଉଛି, ତାହେଲେ ଇଏ ହେବନି ତୁମର ତତ୍ସମ ଶବ୍ଦ, ଇଏ ହେଇଯିବ ତୁମର ତତ୍ସମ ଶବ୍ଦ। କାହିଁକିନା ଅବିକଳ ଆମେ ଏମିତି ବ୍ୟବହାର କରିବା ସହିତ ଆହୁରି ଗୋଟେ ତାଠୁ ଗୋଟେ ଶବ୍ଦ ବାହାର କରିଦେଇଛନ୍ତି,
ତାକୁ ବ୍ୟବହାର କରୁଛନ୍ତି। ବୁଝିପାରିଲ ପିଲାମାନେ? ଏଗୁଡ଼ାକ ଇମ୍ପୋର୍ଟାଣ୍ଟ ଗୁଡ଼ାକ ମନେ ରଖିଥିବ ସବୁ ଗୁଡ଼ାକ ଗୋଟେ ଗୋଟେ କରିକିରି। ସାଧାରଣତଃ ଯେଉଁ ଶବ୍ଦ ଗୁଡ଼ିକ ଆମେ ଅବିକଳ ରୂପେ ସଂସ୍କୃତରୁ ବ୍ୟବହାର କରୁ ସେ ହେଲା ତତ୍ସମ ଶବ୍ଦ। ବର୍ତ୍ତମାନ ଜାଣିବା ଯେ ଦେଖ ତଦ୍ଭବ। ସଂସ୍କୃତ ବା ତତ୍ସମ ଶବ୍ଦରୁ ସୃଷ୍ଟି ଶବ୍ଦକୁ ତଦ୍ଭବ କୁହାଯାଏ। ଯେମିତି ଆମେ ବି ଏଠି କିଛି ସମୟ ପୂର୍ବରୁ ପଢ଼ିଲେ ମୂର୍ତ୍ତିକା, ମାଟି, ଯେ ମୂର୍ତ୍ତିକାଟା ଅବିକଳ ସଂସ୍କୃତ ଶବ୍ଦ। କିଛି ଜଣ ସଂସ୍କୃତ ଶବ୍ଦ ମୂର୍ତ୍ତିକା ବ୍ୟବହାର କରନ୍ତି, କିନ୍ତୁ ତା ବାଦ ବି ଆମେ ମାଟି ବ୍ୟବହାର କରୁ। ତଦ୍ଭବ କ'ଣ ନା ସଂସ୍କୃତ ତତ୍ସମ ଶବ୍ଦରୁ ସୃଷ୍ଟି ଶବ୍ଦକୁ ତଦ୍ଭବ କୁହାଯାଏ। ଏ ଯେଉଁ ମାଟିଟା ଇଏ ହେଲା ତୁମର ତଦ୍ଭବ ଶବ୍ଦ। ଦେଖ କିଛିଟା ମୁଁ ଉଦାହରଣ ଦେଇଛି। ଆମେ ଅବିକଳ ତତ୍ସମ ଶବ୍ଦ ବ୍ୟବହାର କରୁନୁ, ସଂସ୍କୃତ ଶବ୍ଦ ବ୍ୟବହାର କରୁନୁ, କିନ୍ତୁ ଆମ ନିଜ ଅନୁସାରେ ଆମେ ତା'ର ଗୋଟେ ଶବ୍ଦ ବାହାର କରିଦେଇଛନ୍ତି। ଯେମିତିକି ଜ୍ୱର, କ'ଣ ବ୍ୟବହାର କରୁଛନ୍ତି ଏଇଟା? ଜ୍ୱର, ତାକୁ ଜ୍ୱର ହେଇଯାଇଛି। ନଦୀ, ନଈ। ବାତ୍ୟା ବା। ଚନ୍ଦ୍ର, ଚନ୍ଦ୍ର କ'ଣ? ଚାନ୍ଦ, ଜହ୍ନ, ଏସବୁ ହେଇପାରିବ। କାକ, କାଉ। କାଷ୍ଠ, କାଠ। ହସ୍ତି, ହାତୀ। କଚ୍ଛପ, କଇଁଚ। ସେମିତି ଦେଖ ଘିଅ, ଏଠି ତତ୍ସମରୁ ତଦ୍ଭବ ଆମେ କଲେ ଯେ ତତ୍ସମ ଶବ୍ଦ ଗୁଡ଼ିକ ହେଲା ଏଗୁଡ଼ାକ ଜ୍ୱର, ନଦୀ, ବାତ୍ୟା, ଚନ୍ଦ୍ର, କାକ, କାଷ୍ଠ। ଏ ସବୁ ଗୁଡ଼ାକ ଅବିକଳ ରୂପେ ସଂସ୍କୃତର ବ୍ୟବହାର, କିନ୍ତୁ ଆର ଯେଉଁଟା ଆମେ ବାହାର କରିକି ବ୍ୟବହାର କରିଦେଉ ସେ ହେଲା ତଦ୍ଭବ ଶବ୍ଦ। ବୁଝିପାରିଲ ପିଲାମାନେ? ଯେ ଅବିକଳ ନଦୀ, ଯେମିତି ନଦୀ ବି ଆମେ ଏବେ କହୁ, କିନ୍ତୁ ଆମର ଦେଶଜ ଶବ୍ଦରେ ବା ଦେଶଜ ଭାଷାରେ ଆମେ ନଈ ମଧ୍ୟ କହୁ। ତ ଏ ନଈଟା ହେଲା ତୁମର ତଦ୍ଭବ, ଯେ ସଂସ୍କୃତରୁ ଆଇଛି। ବାତ୍ୟା ସଂସ୍କୃତ ଶବ୍ଦ, ବା, ଏ ବା ବହୁଛିରେ, ଏ ହେଲା ତୁମର ତଦ୍ଭବ ଶବ୍ଦ। ବୁଝିହେଲା? ଏବେ ବର୍ତ୍ତମାନ ଜାଣିବା କିଛିଟା ତଦ୍ଭବ ଶବ୍ଦ ମୁଁ ଦେଇଦେଇଛି, ୟାର ତତ୍ସମ କ'ଣ? ଯେମିତି ଘିଅ, ଦୈନନ୍ଦିନ ଜୀବନରେ ଆମେ ବ୍ୟବହାର କରୁ। ଘିଅର ଆଉ ଗୋଟେ ଭଲ ରୂପ କ'ଣ ଅଛି ନା ଘୃତ। ଇଏ ହେଲା ତୁମର ତତ୍ସମ ଶବ୍ଦ। ଜୋଇଁ କ'ଣ? ଜୋଇଁର କ'ଣ ହେବ ପିଲାମାନେ କୁହ ଜଲ୍ଦି, କମେଣ୍ଟ ସେକ୍ସନରେ କମେଣ୍ଟ କର ଯେ ଜୋଇଁର କ'ଣ ହେବ ତତ୍ସମ। ଜୋଇଁକୁ ଆମେ ସଂସ୍କୃତରେ କ'ଣ କହୁଛନ୍ତି? ଜାମାତା। ସେମିତି କୂଅ ଆମେ କ'ଣ ବ୍ୟବହାର କରୁ? ତଦ୍ଭବ ଶବ୍ଦ କୂଅ, ଏ କୂଅରୁ ପାଣି ଆଣିଲେ ଆର ଭଲ ରୂପଟା କ'ଣ? କୂପ। ଘୋଡ଼ା କ'ଣ ହେବ? ଘୋଡ଼ାର ତତ୍ସମ ଶବ୍ଦ କୁହ ପିଲାମାନେ, ତୁମମାନେ ଜଲ୍ଦି। ଘୋଡ଼ାକୁ ତତ୍ସମରେ ଶବ୍ଦରେ କ'ଣ କୁହାଯାଏ? ଘୋଟକ, ଅଶ୍ୱ, ହଁ ନା ନାହିଁ? ସେମିତି ଗାଈ, ଗାଭୀ। ସେମିତି ଭୂଇଁ, ଭୂମି। ଗଧ, ଗନ୍ଧର୍ବ, ବା ତୁମେ ଜାଣିଥିବ ୟାର କ'ଣ କହୁଛନ୍ତି? ବୈଶାଖ ନନ୍ଦନ ମଧ୍ୟ କୁହାଯାଏ ସଂସ୍କୃତରେ ଗଧକୁ। ସେମିତି ଗହୀର କ'ଣ କୁହାଯାଏ? ଗଭୀର। ଏସବୁ ଗୁଡ଼ାକ ହେଲା ତୁମର ଗୋଟେ ଗୋଟେ ତତ୍ସମ ଶବ୍ଦ, ତଦ୍ଭବ ଶବ୍ଦ। ବୁଝିହେଲା ପିଲାମାନେ? ତୁମେ କମେଣ୍ଟ ସେକ୍ସନରେ କୁହ ମୁଁ ଯାହା କହିଲି ଗଧକୁ କ'ଣ କୁହାଯାଏ। ଦେଖ ବର୍ତ୍ତମାନ ଯିବା ଆମେ ଦେଶଜ ଶବ୍ଦକୁ। ବୁଝିହେଲା ଯେ ଅବିକଳ ସଂସ୍କୃତ ଶବ୍ଦକୁ ତତ୍ସମ ଶବ୍ଦ କୁହାଯାଏ, ସେଥିରୁ ବାହାର ହେଇଥିବା ଶବ୍ଦକୁ ତଦ୍ଭବ ଶବ୍ଦ କୁହାଯାଏ। ସିମ୍ପୁଲରେ ମନେ ରଖିବ ଯେ ହସ୍ତି ହେଲା ତୁମର ତତ୍ସମ ଏବଂ ହାତୀ ହେଲା ତୁମର ତଦ୍ଭବ। ଆମେ ହାତୀ, ହସ୍ତି, ଯାହାର ସଂସ୍କୃତ ରୂପ, ଯେଉଁ ଭଲ ରୂପ, ଆମେ ଓଡ଼ିଆରେ ସାଧାରଣତଃ କହୁନି, ଭାଷା ଦେଇକରି ଲେଖିଲେ ଭଲ ମାର୍କ ଆସିବ। ଏ ଯେଉଁ ସେଇ ଭାଷାଟା, ଯେଉଁ ସଂସ୍କୃତ ଭାଷାଟା ବା ଟିକିଏ କ'ଣ କହୁଛନ୍ତି ରେ, ତାକୁ ଟିକେ ଶୁଦ୍ଧ ଭାଷାଟା, ସେଇ ଭାଷାକୁ ହିଁ କୁହାଯାଏ ତତ୍ସମ। ଯେଉଁଟା ଆମେ ଅବିକଳ ଓଡ଼ିଆରେ ବ୍ୟବହାର ନ କରୁ ସେ ହେଲା ତତ୍ସମ। ଦେଖ ଦଶଜ ନା ପ୍ରାଚୀନ କାଳରୁ ବିଭିନ୍ନ ଅଞ୍ଚଳରେ ବିଭିନ୍ନ ଜାତିର ଶବ୍ଦ ଆସି ଆମ ଭାଷାରେ ମିଶିଯାଇଛି। ତୁମେ ଜାଣିଥିବ ଯେ ଭାରତବର୍ଷରେ ବହୁତ ବୈଦେଶିକ ଶାସକମାନେ ଶାସନ କରିଛନ୍ତି। ତା ବାଦ ଆମର ମୂଳ ଅଧିବାସୀମାନେ ଥିଲେ ଆଦିବାସୀ ଏବଂ ଦ୍ରାବିଡ଼ ଗୋଷ୍ଠୀ। ଯେଉଁ କାଳକ୍ରମେ ଜଣେ ଅନ୍ୟ ଜାଗାକୁ ଯାଇକି ଯେତେବେଳେ ତା'ର ଭାଷାର ଆଦାନ ପ୍ରଦାନ ହୁଏ, ତୁମେ ବି ଦେଖିଥିବ ଗାଁ ଗହଳିରେ ଯଦି କେହି ସୁରଟ, ମୁମ୍ବାଇ
एगुड़ा केरला है कम करने पलाए आसला बेले से खंडी हिंदी कहती ये सब कौन ना भाषार प्रभाव पड़े गोटे अंचल अन्य अंचल गले सेमती आमर भाषा गुड़ाए शब्दर आगमन होती कौटू आसी कौन होती एपर्यंत स्पष्ट जना पड़े से गुड़ाक आम कह देशज शब्द जमीक देख चाउल जंदा टांगिया डगर डेंगा पिला ढिंकी ये ढिंकीटा सदाबेले क्वेश्चन आसे पिलाटा आसे मन रखिथ ये दुटा प्रिवियस ईयर क्वेश्चन इवेन चाउलटा प्रिवियस ईयर क्वेश्चन टी तोटा ये गोटे इम्पोर्टाट क्वेश्चन ये सब गुड़ाक देशज शब्द हिड़ भेंडा बर सड़क मसिणा या मन रख पे मसिणा मलाट ताटी या गोटे मन रख छुआ चाल गोड़ी कंढे कोरोड़ा गालुआ या गोटे मन रख गिना गाड़िया छाती एगुड़ाक जो गुड़ाक आम डेली जेजेमा शुणुचु गाँ गहली शुणुचु से सब गुड़ाक है देशज शब्द मन रहा पाने क्या देशज शब्द कहुए ना दैनंदिन जीवन में आम गाँ गहली जो शब्द व्यवहार करूँ सी है देशज शब्द देख पे ऊपर जो तीन टा तत्सम तद्भव देशज छाड़ी अन्य जो शब्द गुड़िक आम दैनंदिन जीवन में व्यवहार करूँ से गुड़ाक है वैदेशिक शब्द एमती मन रख जो मैंने बाहर शासन करने आमको आसी आम देश को पराधीन कर रही से जो शब्द आसाला से सब है वैदेशिक शब्द ताहले देशज शब्द कौन मुझे समय पूर्व कहली तुमको ये बाहर आसी कि कौ बाहर ना आमर जो मैंने मूल अधिवासी थे द्राविड़ गोष्ठी है बा तमर रहिले आदिवासी माने से माने ही मूल आदिवासी भारतर प्रथम साधारणतः तुम मैंने जाच तो से उत्पत्ति शब्द है देशज ये जो बाहर जो शासक आसते शब्द है वैदेशिक विदेश शब्द से भितर कौन कौन आम पढ़ा ना आरबी शब्द आरबी कैदी अदालत कलिजा अमल कानून कबर आईना इशारा इलाका किताब इस्तफा ओजन तहसिल पिला माने मन रख तहसिल जमींदार ये प्रश्न आसे दुनिया दुकान मन रख नगद शहीद साहेबटा मन रख सिंधुक मन रख फौज मसला गोटे मन रख ये गोटे इम्पोर्टाट क्वेश्चन अदालतटा गोटे मुझे भूलीगली कैदेटा भूलीगली ये है तुम आरबी शब्द आरब मान आसी सेमती आईना गोटे मन रख रे मैंने आईना शब्द गोटे कमन क्वेश्चन पचारे आईना एवं कानून ये देख पार्सी शब्द यहाँ मुझे ट्रिक अनुसार देसी टी मन रखिदेव ना कागज कलम खाता दरखास्त तारीख कागज कलम खाता दरखास्त तारीख बरफ आमदानी बगीचा तरकारी गरीब ना बरफ आमदानी कर बगीचार फल नियो तरकारी कर गरीब लोक ने खाइबे सेमती चपरासी दरकार ये गोटे पार्सी शब्द चपरासी दरकार बेमार बेहोश सौदागर जे सौदागरटी बेमार होकर बेहोश हो पड़ी ये है तुम पार्सी शब्द सेमती चषमा कुरुता कामिज हाजिर दरजी तलाश कर जे चषमा कुरुता कामिज को हाजिर कर दरजी पाखे तलाश कर मालिक पैसा रोजगार जड़े मांगे मालिक पैसा दियो रोजगार हम मोर मालिक पैसा रोजगार ये है तुम पार्श्व शब्द मन रख ये ट्रिक्रे तुमको मन रही पार्श्व शब्द ये सौदागर शब्दटी प्राय क्वेश्चन आसे जमी दरजी शब्दटी आसे चषमा शब्दटी आसे पैसा गोटे शब्द आसे कलम खाता ये गोटे कमन क्वेश्चन आमदानी चपरासी ये सब मन रख ठीक अच्छे बर्तमान देख तुर्की शब्द तुर्की सेमती कौन कौन शब्द अच्छे ना कुली तुर्की शब्द तोप या मन रखे या से तुर्की शब्द जदि वैदेशिक शब्द अच्छे ऑप्शन रे तुर्की ना पार्सी ना अरबी ना तुम वैदेशिक पकईदेव तत्सम हेनी तद्भव हेनी किंतु जदि किसी भी ना से स्पेसिफिकाली कही तुर्की अरबी पार्सी चिन्ह देन तोप है तुम तुर्की शब्द तुर्की आसी बंधुक तोप बंधुक बारद ये तीनोटी जाक है तुम तुर्की शब्द सेमती कुली कईची गालीचा जमी कईच कईची कईच कईचटा है तुम तद्भव शब्द कच्छपुर आसी कि कईचीटा है तुम तुर्की शब्द ये बाहादुर मन रख बेगम मन रख दारोगा मन रख ये है तुम तुर्की शब्द देख बर्तमान पर्तुगीज शब्द
पर्तुगीज आलमारी कॉमन क्वेश्चन सदाबले परीक्षा आसते आउ गोटे रहा तुम इस्त्री काजू ये गोटे कॉमन क्वेश्चन आसे बोमा पिस्तल तमाखु किरानी ये सब गुड़ाक है गोटे गोटे पर्तुगीज शब्द आचार आलमारी इस्पात इस्त्री काजू किरानी चाबी पिस्तल तमाखु बासन बोतल बोमा मिस्त्री पर्तुगीज शब्द जो गुड़ा राउंड कर गोटे पढ़नब ये परीक्षा आसे। बर्तमान देख इंग्राजी शब्द आम जहाँ भी बसला उठला बर्तमान एमती जे आम इंग्राजी शब्द बिना कहींपारे जमी गोटे साधारण उदाहरण देख पे साइकेल साइकेल को ओडिया रे सुन्न गाड़ी कहते जेहेतु बड़ बड़ तार दीटा चक अच्छे तेणु ताको सुन्न गाड़ी कहते तो आम जदि बर्तमान सुन्न गाड़ी मोरटा आनलु बोली कहले समस्ते हसबे कि साइकेल कहले समस्ते बुझीजे तो ठीक से भाई इंग्राजी भाषार एत सारा प्रभाव आम ओडिया भाषा पड़ी तो दैनंदिन जीवन में जमी आम चेयर कहू कार कार्ड टाइम टाउन पुलिस ट्रैक्टर बैंक स्कूल फाइल वॉच फैन जहाँ भी पेन ये सब गुड़ाक है तुम इंग्राजी शब्द पे तुमको बुझा पड़ा आज विषय जदि बुझा पड़े मत कमेंट सेक्शन में पचार आउ वीडियो जदि भल लगी निहाती भाव लाइक कर सब्सक्राइब कर तुम लाइक सब्सक्राइब द्वारा नुआ नुआ वीडियो निहाती भाव आने मत मोटिवेशन लगे जदि लाइक होनी सब्सक्राइब होनी ताहले मोर परिश्रम व्यर्थ जाऊँगी। धन्यवाद।